ଶ୍ରୀମନ୍ଦିରର ଅନବସର ଗୃହରେ ଚାଲିଛି ମହାପ୍ରଭୁଙ୍କର ଗୁପ୍ତ ସେବା। ଅନବସରର ଆଜି ହେଉଛି ତୃତୀୟ ଦିନ। ତୃତୀୟ ଦିନରେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କର ଜ୍ୱରର ଉପଶମ ପାଇଁ ଚଲାଇଛନ୍ତି ଗୁପ୍ତ ସେବା। ଶୁଭୁନି କୋଳାହଳ, ଶୁଭୁନି ଘଣ୍ଟ ଘଣ୍ଟା। ସେଇଭଳି ଭାବେ ଦଇତାପତି ସେବକ ମାନେ ମହାପ୍ରଭୁଙ୍କର ସେବା କରୁଛନ୍ତି। ଆଉ ସେପଟେ ପଟିଦିଅଙ୍କ ନିକଟରେ ସମସ୍ତ ପୂଜାର୍ଚ୍ଚନା ବେଶ ଆଧ୍ୟାତ୍ମିକ ଏବଂ ଭକ୍ତିମୟ ପରିବେଶରେ କରାଯାଉଛି ଏବଂ ସେଠାରେ ମଧ୍ୟ ସେବକ ମାନେ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ମହାପ୍ରଭୁଙ୍କର ଗୁପ୍ତ ସେବା କିଭଳି ଭାବେ କରାଯାଉଛି ସେ ସମ୍ପର୍କରେ ଜାଣିବା ଆମ ସହିତ ଅଛନ୍ତି ବିନାୟକ ଦାସ ମହାପାତ୍ର, ବିଶ୍ୱାବସୁ ସେବକ। ବିନାୟକ ଦାସ ମହାପାତ୍ର ମହାଭାଗ, କୁହନ୍ତୁ ଯେ କିଭଳି ଭାବେ ଚାଲିଛି ମହାପ୍ରଭୁଙ୍କର ଗୁପ୍ତ ସେବା ଏବଂ ଦ୍ୱିତୀୟ ଦିନରେ କ'ଣ ସବୁ କରାଯାଇଥିଲା, ଆଜି ତୃତୀୟ ଦିନରେ କ'ଣ ସବୁ କରାଯିବ? କାଲି ଗଲା ଦ୍ୱିତୀୟ ଦିନରେ ମହାପ୍ରଭୁଙ୍କର ଓଦା ଲୁଗା ବସ୍ତ୍ର ଫିଟା ହେଇଥିଲା। କାହିଁକିନା ମହାପ୍ରଭୁ ଯେଉଁ ଛେନାପଟା ଲାଗି ହେଇକରି ଆସିଥିଲେ ସ୍ନାନ ମଣ୍ଡପ ଉପରକୁ, ସେଇ ଯେଉଁ ମହାପ୍ରଭୁ 108 କଳସରେ ସ୍ନାନ କରିଥିଲେ ସେଇ ଯେଉଁ ଓଦା ବସ୍ତ୍ର ଗତକାଲି ମହାପ୍ରଭୁଙ୍କର ଫିଟା ଯାଇଛି ଏବଂ ମହାପ୍ରଭୁଙ୍କର ଆଜି ସେମିତି ଭାବରେ ଅଣସର ନୀତି ଆମର ପଟିଦିଅଙ୍କର ମଧ୍ୟାହ୍ନ ଭୋଗ ସରିଲା ପରେ ଫିଟିଲା ପରେ ପୁଣି ମହାପ୍ରଭୁଙ୍କର ଅଣସର କାମ ଚାଲିବ ଏବଂ ଆସନ୍ତାକାଲି ମହାପ୍ରଭୁଙ୍କର ଶ୍ରୀରଙ୍ଗ ଫିଟିବା ପାଇଁ ବ୍ୟବସ୍ଥା କରାଯାଉଛି ଏବଂ ଏପଟେ ବର୍ତ୍ତମାନ ଦୁଇପଟେ ନୀତି ବର୍ତ୍ତମାନ ପଟିଦିଅଙ୍କ ପଟେ ସମସ୍ତ ଆଳତୀଠୁ ବଡ଼ସିଂହାର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ସେପଟେ ଜଗନ୍ନାଥ ମହାପ୍ରଭୁଙ୍କର 2 ଥର ଚକଟା ହେବ। ମଧ୍ୟାହ୍ନ ଭୋଗ ସରିସାରିଲା ପରେ ଏବଂ ସନ୍ଧ୍ୟା ଧୂପ ସରିସାରିଲା ପରେ ଦୁଇପଟେ ସେପଟେ ମହାପ୍ରଭୁଙ୍କର କାର୍ଯ୍ୟ। ତେଣୁକରି ଦିନ ରାତି ସମସ୍ତ ଅନିନ୍ଦ୍ରା ହେଇକରି ସେବାୟତମାନେ କାର୍ଯ୍ୟ କରୁଛନ୍ତି। ଦଇତାପତିମାନେ ବି ମହାପ୍ରଭୁଙ୍କ ସେବାରେ ମହାପ୍ରଭୁଙ୍କର ଯେଉଁ ଅଣସର ଘରେ ଯେଉଁ ସେବା ସେ ବି ସମସ୍ତେ ଜ୍ୱର ମାତ୍ରାଧିକ ରହିଥିବ, କାରଣ ମହାପ୍ରଭୁ ଯେତେବେଳେ 108 କୁମ୍ଭ ଜଳରେ ସ୍ନାନ କରିଛନ୍ତି ଶୀତଳାଙ୍କର ଶୀତଳ କୂଅର ପାଣିରେ ଏବଂ ଜ୍ୱର ପ୍ରକମ୍ପ ହେଉଛି। ନା, ନିଶ୍ଚିତ ଭାବରେ ମହାପ୍ରଭୁ ବର୍ତ୍ତମାନ ଜ୍ୱରରେ ଏବଂ ଜ୍ୱର ଯାହା ବି ହେଲେ ଜ୍ୱର ବର୍ତ୍ତମାନ ଅଧିକ, କାହିଁକିନା ମହାପ୍ରଭୁଙ୍କର ଫୁଲୁରି ତେଲ ଲାଗି ସରିଲା ପରେ ଟିକେ ଯାହା ଉପଶମ ମିଳିବ, କିନ୍ତୁ ବର୍ତ୍ତମାନ ସୁଦ୍ଧା ମହାପ୍ରଭୁ ଜ୍ୱରରେ ପୀଡ଼ିତ ଅଛନ୍ତି ଏବଂ ତାଙ୍କୁ ସେଭଳି ଭାବରେ ସେବା ଶୁଶ୍ରୂଷା ଚାଲିଛି। ମହାପ୍ରଭୁ ଏକ ବସ୍ତ୍ର ପିନ୍ଧିକରି ବର୍ତ୍ତମାନ ଅଛନ୍ତି, ଧଳା ଶୁକ୍ଳ ବସ୍ତ୍ର ପିନ୍ଧିକରି ଏବଂ ଧଳା ଫୁଲ ମହାପ୍ରଭୁଙ୍କ ପାଖରେ ଲାଗି ହେଉଛି ଏବଂ ପଥିଜନିତ ଜିନିଷ ମହାପ୍ରଭୁଙ୍କ ପାଖରେ ଛେନା, ସର, ରାବିଡ଼ି, ଫଳମୂଳ ଏସବୁ ବ୍ୟବସ୍ଥା କରାଯାଉଛି ଏବଂ ଏସବୁ ଜିନିଷ ଏଭଳି ଭାବରେ ଅଣସର ଘରେ ଚାଲିବ। କିଭଳି ଭାବେ ଅନବସର ଗୃହର ବାସ୍ତବ ଚିତ୍ର, ଅନ୍ଧକାରମୟ ପରିବେଶ, ମହାପ୍ରଭୁ ଏବେ ଶୟନ କରିଛନ୍ତି, ଆପଣ ତାଙ୍କ ସହିତ ଟିକେ କଥାବାର୍ତ୍ତା ମଧ୍ୟ ହେଉଥିବେ। ଶୁଣନ୍ତୁ, ମହାପ୍ରଭୁଙ୍କର ବର୍ତ୍ତମାନ ଅଣସର ଘରେ ଅଛନ୍ତି। ଅଣସର ଘର ତ ଆପଣ ଜାଣିଥିବେ ସମ୍ପୂର୍ଣ୍ଣ ଭାବରେ ଅନ୍ଧକାରମୟ ଏବଂ ରାଶି ତେଲ ଦ୍ୱାରା ଦୀପ ଜଳିଥାଏ ଏବଂ ତାରି ଭିତରେ ଆମମାନେ ସମସ୍ତ କାର୍ଯ୍ୟ କରିଥାଉ ଏବଂ ମହାପ୍ରଭୁଙ୍କର ଏହି ସମୟ ଗୋଟେ ଆମର ଯାହା ଦୁଃଖ ଦୁର୍ଦ୍ଦଶା ଆଉ ଭକ୍ତମାନଙ୍କର ହେଉ, ରାଜ୍ୟର ହେଉ, ଦେଶର ହେଉ, ମହାପ୍ରଭୁଙ୍କ ପାଖରେ ଗୁହାରି କରିଥାଉ ଏବଂ ମହାପ୍ରଭୁ ଏହି 15 ଦିନରେ ଆମର ବିଶ୍ୱାସ ଅଛି ମହାପ୍ରଭୁ ଯାହା କହିବ ଆମ କଥା ସେମାନେ ଶୁଣନ୍ତି। ତେଣୁକରି ସେ ବିଶ୍ୱାସଟା ଆମର ଅଛି। ତେଣୁକରି ଆମେ ସେତେବେଳେ ମହାପ୍ରଭୁଙ୍କୁ ଯାହା ଦୁଃଖ ଜାଣିବା କଥା ଜଣାଉଛୁ। ସବୁ ଜାଗାରେ ରାଶି ତେଲର ବ୍ୟବହାର କରାଯାଉଛି। ରାଶି ତେଲରେ ମଧ୍ୟ ଦୀପ ଲଗାଯାଉଛି, ଯେଉଁଠିକି ଭଲ ଘିଅରେ ମଧ୍ୟ ଦୀପ ଲଗାଯାଏ। ରାଶି ତେଲ ଝୁଣାରେ ମହାପ୍ରଭୁଙ୍କର ଉତ୍ସବ ଲାଗି କରାଯିବ। ରାଶି ତେଲରେ ମହାପ୍ରଭୁଙ୍କର ଫୁଲୁରି ତେଲ ମଧ୍ୟ କରାଯିବ। ଏ ରାଶି ତେଲର କାହିଁକି ବିଶେଷ ବ୍ୟବହାର? ରାଶି ତେଲଟାର ସମ୍ପୂର୍ଣ୍ଣ ଭାବରେ କାହିଁକିନା ଆମର ମହାପ୍ରଭୁଙ୍କ ପାଖରେ ଯେଉଁ ଅଖଣ୍ଡ ଜଳୁଛି ସେ ବି ରାଶି ତେଲ, ମହାପ୍ରଭୁଙ୍କର ଅଣସର ଘର କାର୍ଯ୍ୟରେ ବି ରାଶି ତେଲ। ତେଣୁକରି ରାଶି ତେଲର ମହାତ୍ମା ସ୍ୱତନ୍ତ୍ର ଅଲଗା। ତେଣୁକରି ରାଶି ତେଲରେ ସବୁ କାର୍ଯ୍ୟ କରାଯାଉଛି। ତେଣୁକରି ରାଶି ତେଲରେ ମହାପ୍ରଭୁଙ୍କର ପଞ୍ଚମ ଦିନ ଫୁଲୁରି ତେଲ ମଧ୍ୟ, ସେ ଫୁଲୁରି ତେଲ ମହାପ୍ରଭୁଙ୍କ ବଡ଼ ଓଡ଼ିଆ ମଠରୁ ସେ ରାଶି ତେଲରେ ବର୍ଷେ କାଳ ମାଟିରେ ତାଙ୍କର ସେଠି ପୋତିକି ରଖିଛନ୍ତି ମଠରେ। ଏହାର କିଛି ସ୍ୱତନ୍ତ୍ରତା? ରାଶି ତେଲର ସ୍ୱତନ୍ତ୍ରତା ନିଶ୍ଚିତ, ତାର ମାଲିସ ହେଲେ ମହାପ୍ରଭୁଙ୍କ ପାଖରେ ସେ ଦେହରେ ଉପଶମ ମିଳେ। ରାଶି ତେଲ ଗୋଟିଏ ଭଲ ତେଲ, ମଣିଷର ଚମଡ଼ା ପ୍ରତି, ଶରୀର ପ୍ରତି ବି ରାଶି ତେଲ ଲଗେଇବାଟା ଅତି ଭଲ। ତେଣୁକରି ସମସ୍ତ ଜିନିଷକୁ ସେ ଆହ୍ୱାନ କାଳରୁ ରାଶି ତେଲରେ ସବୁ ଜିନିଷ ଗଢ଼ିଯାଇଛି। ତେଣୁକରି ସେଇ ଭାବରେ ଆମେ ବି ସେଇ ଲାଇନରେ ମହାପ୍ରଭୁଙ୍କ ପାଖରେ ରାଶି ତେଲର ସମସ୍ତ କାର୍ଯ୍ୟ କରାଯାଉଛି ଏବଂ ପଟିଦିଅଙ୍କ ପାଖରେ ମଧ୍ୟ ପୂଜାର୍ଚ୍ଚନା ବେଶ ଆଧ୍ୟାତ୍ମିକ ପରିବେଶ ଭିତରେ କରାଯାଉଥିବ, ସେଠି ମଧ୍ୟ ରାଶି ତେଲର ଯେଉଁ ଆମର ଅଖଣ୍ଡ ବସିଛି ପଟିଦିଅଙ୍କ ପାଖରେ ସେ ବି ରାଶି ତେଲରେ। ତେଣୁକରି ସମସ୍ତ ଜିନିଷ ମହାପ୍ରଭୁଙ୍କ ରାଶି ତେଲରେ ଚାଲିଛି। ଅନ୍ଧକାର ପରିବେଶ, ସେଠି ସମ୍ପୂର୍ଣ୍ଣ ଲାଇଟ୍ ଫାଇଟ୍ ଜଳିବନି, କାହିଁକିନା ସେ ଅଣସର ଘର ଦେହରେ ବି ପଟିଦିଅ ବସିଛନ୍ତି। ତେଣୁକରି ସମ୍ପୂର୍ଣ୍ଣ ଭାବରେ ସେଇଟା ଅନ୍ଧକାର କରାଯାଇଛି। ତେଣୁକରି ତା ଭିତରେ କାହିଁ ଲାଇଟ୍ ଜଳିଲେ ଜଗନ୍ନାଥ ମହାପ୍ରଭୁ ଦେଖାଯିବେ। ତେଣୁକରି ସେଥିପାଇଁ ସେଟା ବାରଣ। ଏହି ସମୟରେ ଘଣ୍ଟି ମାଡ଼, ଘଣ୍ଟା ମାଡ଼
भजन कीर्तन समस्त जिन बंद कहीं महाप्रभु अणसर घरे अच्छा आसंता काली श्रीअंग फिटार स्वतंत्रता शुणु महाप्रभुर जो श्रीरंग काली महाप्रभु देह जो चंदन करला सब लगी वर्षयाक समस्त जिन लगी से जिनस काली फिटा जीव महाप्रभु श्रीरंग फिटा सैला महाप्रभुर तापर आमर राशि तेल फुली तेल मालिश हम तेणुक काली से करागले परदिन महाप्रभु राशि तेल महाप्रभुर मालिश कर शुणुले द्वितीय दिन में किभली भाव महाप्रभुंकर समस्त ओदा वस्त्र जोटा कि 108 कुंभ जल स्नान करते समस्त ओदा वस्त्र को ओलागी कर दिया जाइछि बा मैलम कर दिया जाइछि बा काढ़ी दिया जाइछि एवं आज हूँ तृतीय दिन महाप्रभुंकर से भाव गुप्त सेवा मध्याह्न धूप पर ए समस्त सेवा दैतापति सेवक माने करिवे गोटे पटे पटीदियंकर मंगला आलती मैलम तड़प लागी अवकाश नीति एवं सेठी मध्य महाप्रसाद जो व्यंजन जो 56 प्रकार व्यंजन महाप्रभु प्रस्तुत करा जाइए ताहा मध्य भोग लागिवो पटीदिय सम्मुख रे अनंत वासुदेव अनंत नारायण माँ भुवनेश्वरी निकट रे सेपटे अंधकार परिवेश भितर महाप्रभु शयन करिसेंती शयन आमे ही कहि परिबा कारण महाप्रभु शरीर असुस्थ ज्वर रे पीड़ित एवं महाप्रभु जो सेवा गुप्त सेवा करुचंती समस्त दैतापति सेवक माने आसंता काली श्रीअंग फिटा नीति श्रीअंग फिटा अर्थ समस्त चंदन कराल चंदन को महाप्रभु शरीर ओलागी कर दिया जिवो एवं पंचम रे फुलुर तेल लागी करा जिवो तेणु ये जो विधि विधान रही ये जो परंपरा रही ये जो संस्कृति रही ए संस्कृति निश्चित सुदूर प्रसारी एवं ए संस्कृति को उज्जीवित रखिबा पाई समस्त दैतापति सेवक माने समस्त सेवक माने प्रतिटी समय रे महाप्रभुंक निकट रे समर्पण मनोभाव रे सेवा करिथांती।